ଜୁଲାଇ 3ରେ ବରିଷ୍ଠ କଳାକାର ସଂଘର ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରା। କଳା ଓ କଳାକାର ହିତୈଷୀ ମହାମଞ୍ଚ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ତରଫରୁ ସଂଘର 7ମ ବାର୍ଷିକୋତ୍ସବ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏଥି ନିମନ୍ତେ ଉକ୍ତ ଏକ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ପାଣିଟାଙ୍କି ଛକ ସ୍ଥିତ ଉତ୍କଳ ଆଶ୍ରମ ଲାଇବ୍ରେରୀ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷାବିତ୍ ତଥା ମଞ୍ଚ କଳାକାର ସଂକର୍ଷଣ ସାବତ ଏବଂ ସଂଘ ସହ ସମ୍ପାଦକ ବଳଦେବ ସାହୁ ମଞ୍ଚାସୀନ ଥିଲେ। ସଂଘ ସଭାପତି ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁ ବାର୍ଷିକ ଉତ୍ସବ ଓ ଶୋଭାଯାତ୍ରାର ସର୍ବାଙ୍ଗ ସୁନ୍ଦରତା ପ୍ରତି ଧ୍ୟାନ ଦେବା ନିମନ୍ତେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପରାମର୍ଶ ଦେଇଥିଲେ। ସମ୍ପାଦକ ସୁଭାଷ ଚନ୍ଦ୍ର ସାହୁ ରୋଶନ ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କଳାକାରମାନେ ଅଂଶଗ୍ରହଣ କରୁଥିବା ସୂଚନା ଦେବା ସହ ତା ସହିତ ସ୍ଥାନୀୟ ଗାନ୍ଧୀନଗର ଛକସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳରୁ ଏହି ଶୋଭାଯାତ୍ରାଟି ବାହାରି ପୁରୁଣା ବସ୍ଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ବଜାର, ଗିରିଜା ଛକ, ସତ୍ୟନାରାୟଣ ମନ୍ଦିର ରାସ୍ତା ଦେଇ ଗିରି ମାର୍କେଟ ଛକ ପ୍ରକାଶ ମହଲ ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ଦେଇଥିଲେ। ବୈଠକରେ ଉକ୍ତ ଶୋଭାଯାତ୍ରା ଓ ବାର୍ଷିକୋତ୍ସବ ପାଳନର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଏଥିରେ ସର୍ବଶ୍ରୀ ଅଶୋକ କୁମାର ପାତ୍ର, ଅଭିରାମ ରାଉଳ, ଏମ୍ କୁମାର ସ୍ୱାମୀ, ସୁଦାମ ପଟ୍ଟନାୟକ, ହରିଶ୍ଚନ୍ଦ୍ର ବରଡ଼, କିଶୋର ଗୌଡ଼, ନିରଞ୍ଜନ ସ୍ୱାଇଁ, ଅଳୟ ଜେନା, ବୁଲୁ ସ୍ୱାଇଁ, ଚିତ୍ତରଞ୍ଜନ ଦଳାଇ, ପାଣ୍ଡବ ପ୍ରଧାନ, କୈଳାସ ପାଣିଗ୍ରାହୀ, ମହେନ୍ଦ୍ର କୁମାର ସାହୁ, ଛବିରାଣୀ ମହାନ୍ତି ପ୍ରମୁଖ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ବରିଷ୍ଠ ସଦସ୍ୟ ମୃତ୍ୟୁଞ୍ଜୟ ତ୍ରିପାଠୀ ରାଜ୍ୟର ସମସ୍ତ କଳାକାର ଏଥିରେ ଯୋଗ ଦେବା ନିମନ୍ତେ ଆନୁଷ୍ଠାନିକ ନିମନ୍ତ୍ରଣ ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ ରୋଶନଙ୍କ ରିପୋର୍ଟ।